ଝାରସୁଗୁଡ଼ାରେ ପୁଣି ସକ୍ରିୟ ପାଉଁଶ ମାଫିଆ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ବେଆଇନ ବାଉଁଶ ମାଫିଆ ଏବେ ପୁଣି ଥରେ ହୋଇଛନ୍ତି ସକ୍ରିୟ। ସାଧାରଣ ନିର୍ବାଚନ ପରେ ହଠାତ୍ ଏହି ବେଆଇନ କାରବାର ବୃଦ୍ଧି ପାଇବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ଏହି ଗମ୍ଭୀର ସମସ୍ୟାକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ପ୍ରାୟ 10 ବର୍ଷ ଧରି ଝାରସୁଗୁଡ଼ାର ବିଭିନ୍ନ ନଦୀ, ନାଳ ଓ ଚାଷ ଜମିରେ ବେଆଇନ ଭାବେ ପାଉଁଶ ଫିଙ୍ଗା ଯାଉଥିଲା। ବିଶେଷ କରି ଝାରସୁଗୁଡ଼ା ସୀମାକୁ ଲାଗି ରହିଥିବା ଭେଡେନ ଏବଂ ଇବ୍ ନଦୀର ଦୁଇ ପାର୍ଶ୍ୱରେ ପ୍ରଚୁର ପରିମାଣର ପାଉଁଶ ଜବରଦସ୍ତି ପକାଯାଉଛି। ତେବେ କିଛି ଅସାଧୁ ବ୍ୟବସାୟୀ ରାତି ଅଧରେ ସାଧାରଣ ଲୋକଙ୍କ ଜମିରେ ଏବଂ ନଦୀ କୂଳରେ ପାଉଁଶ ଢାଳି ଚାଲି ଯାଉଛନ୍ତି, ଯାହା ସ୍ଥାନୀୟ ପରିବେଶକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଁ ସମୟ ମାଗି ଯାଇ ତାଙ୍କର କାର୍ଯ୍ୟାଳୟରେ ଦେଖା କରିଥିଲି ଏବଂ ଝାରସୁଗୁଡ଼ାବାସୀଙ୍କର ତରଫରୁ ଗୋଟେ ମେମୋରାଣ୍ଡମ୍ ତାଙ୍କୁ ଦେଇଛି, ଯେଉଁଥିରେ ତାଙ୍କୁ ପ୍ରଥମେ ତ ମୁଁ ଧନ୍ୟବାଦ ଜଣାଇଛି ଯେ ଭାରତୀୟ ଜନତା ପାର୍ଟିର ସରକାର ପ୍ରଥମ ସରକାର ଯେ ଗୋଟେ ଆସ୍ କିଭଳି ଭାବରେ ବେଆଇନ ଭାବରେ ପଡ଼ିବ ନାହିଁ ତା ପାଇଁ ଗୋଟେ ଗାଇଡ଼ଲାଇନ୍ ଆଣିଲେ, କିନ୍ତୁ ବାସ୍ତବରେ ସେ ଗାଇଡ଼ଲାଇନ୍ ଠିକ୍ ଭାବରେ କାର୍ଯ୍ୟକାରୀ ଏପର୍ଯ୍ୟନ୍ତ ହୋଇପାରି ନାହିଁ ଏବଂ ବିଗତ 2 ବର୍ଷ ମାନେ ଗତ 2024 ସାଧାରଣ ନିର୍ବାଚନ ପରେ ବେଆଇନ ପାଉଁଶ ଝାରସୁଗୁଡ଼ାରେ ପ୍ରାୟ ବନ୍ଦ ଥିଲା, କିନ୍ତୁ ଗତ 2 ମାସ ଖଣ୍ଡେ ହେବ ନଜରରେ ଆସୁଛି କିଛି ଏଠି ସେଠି ପକାଇ ଦେଉଛନ୍ତି, ଯାହା ପାଇଁ ଆମେ ପ୍ରୟାସ କରିକି ପାଖାପାଖି ଥାନାରେ 5ଟି ନା 6ଟି FIR ବି ହେଲାଣି ଏବଂ ମୁଁ ଜିଲ୍ଲାପାଳଙ୍କୁ ଅନୁରୋଧ ବି କରିଥିଲି ଯେ ଗୋଟେ ଟାସ୍କ ଫୋର୍ସ ଗଠନ କରାଯାଇକି ୟାର ପୁରା ତଦାରଖ କରାଯାଉ। ତାପରେ ଜିଲ୍ଲାପାଳ ଗୋଟେ ମିଟିଂ ମଧ୍ୟ କରିଥିଲେ ଏବଂ କିଛି କମ୍ପାନୀକୁ ପୁରା ବ୍ଲାକଲିଷ୍ଟେଡ୍ କରିବା ପାଇଁ ଯେଉଁ ଟ୍ରାନ୍ସପୋର୍ଟ କମ୍ପାନୀମାନଙ୍କୁ ଚିଠି ବି ଦେଇଛନ୍ତି କଲେକ୍ଟର। କିନ୍ତୁ ମୁଁ କାଲି ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛି ଯେ ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା ଭେଡେନ ନଦୀ ଯେଉଁଟା କୋଲାବିରା ବ୍ଲକ ଲୟକରା ବ୍ଲକ ଦେଇକି ଆସୁଛି, ଭେଡେନ ନଦୀ ଏବଂ ଇବ୍ ନଦୀ ଦୁଇ ପଠାରେ ଦୀର୍ଘ 10 ବର୍ଷ ଧରି ଆସ୍ର ପୁରା ପାହାଡ଼ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ମଧ୍ୟ କିଛି ଜାଗାରେ ପଡ଼ୁଛି। ମୁଁ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛି ମୁଖ୍ୟମନ୍ତ୍ରୀ ଏଥିରେ ଇଣ୍ଟରଭିନ୍ କରନ୍ତୁ ଏବଂ ଓଡ଼ିଶା ସରକାରଙ୍କର କିଛି ବରିଷ୍ଠ ଅଧିକାରୀଙ୍କୁ ନେଇ ଗୋଟେ ତାଙ୍କର କମିଟି ଗଠନ କରାଯାଉ ଏବଂ ଭେଡେନ ନଦୀ ଆଉ ଇବ୍ ନଦୀର ସୁରକ୍ଷାକୁ ନେଇକି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତା ପାଇଁ ଗୋଟେ ଏକ୍ସପର୍ଟ କମିଟି ତଦାରଖ କରୁ। ତେବେ ରାଜ୍ୟ ସରକାରଙ୍କ ନୂତନ ପାଉଁଶ ପରିଚାଳନା ନିୟମାବଳୀକୁ ପ୍ରଶଂସା କରିବା ସହ ଝାରସୁଗୁଡ଼ାବାସୀଙ୍କ ସୁରକ୍ଷା ପାଇଁ 5ଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖାଯାଇଛି। ପରିବେଶ ବିଶେଷଜ୍ଞ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଉ। ବିଗତ 10 ବର୍ଷ ଭିତରେ ହୋଇଥିବା ସମସ୍ତ ବେଆଇନ ପାଉଁଶ କାରବାର ସଠିକ୍ ସମୀକ୍ଷା ଓ ତଦାରଖ ହେଉ। ଇବ୍ ଏବଂ ଭେଡେନ ନଦୀର ସୁରକ୍ଷା ପାଇଁ ଏକ ସ୍ଥାୟୀ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଉ। ପରିବେଶ ନିୟମ ଉଲ୍ଲଂଘନ କରୁଥିବା ଅସାଧୁ ଟ୍ରାନ୍ସପୋର୍ଟରମାନଙ୍କୁ ସବୁଦିନ ପାଇଁ କଳା ତାଲିକାଭୁକ୍ତ କରାଯାଉ। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କମ୍ପାନୀ ଏବଂ ସହଯୋଗ କରୁଥିବା ଦୋଷୀ ସରକାରୀ ଓ ବେସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ଝାରସୁଗୁଡ଼ାର ପରିବେଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପାଉଁଶ ପରିଚାଳନା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଧାୟକ ଦାବି କରିଛନ୍ତି। ଝାରସୁଗୁଡ଼ାରୁ ଦିୱାନ ବକ୍ସିଙ୍କ ରିପୋର୍ଟ, ପ୍ରତିଦିନ ଟିଭି।